ବସିଛ କଣ ବହି ଧରିକି? ଯାଉନ ଟିକେ ମାଛ ଫାଛ କଣ ଆଣିବ କଣ ଟିକେ? ଓହୋ, ସକାଳୁ ତ ଯାଇଥିଲି ସେ ମଟନ୍ ବାଲା ସାଙ୍ଗରେ ବହେ ଖଣ୍ଡେ ଝଗଡ଼ା କରିକି ଆଇଲି। ମୋତେ କହୁଛି ମଟନ୍ କିଲୋ 800 ଟଙ୍କା। 800 ଟଙ୍କା ଦେଇକି ମୁଁ ମଟନ୍ ଖାଇବି। ସେଥିଲାଗି ତାକୁ କହିଲି ଯେ ମୁଣ୍ଡଟା ଦେ, ମଟନ୍ ମୁଣ୍ଡଟା ଦେ। ସେଇଠୁ ମଟନ୍ ମୁଣ୍ଡ ଯେତେବେଳେ କହିଲେ ମୋତେ କହିଲେ ମଟନ୍ ମୁଣ୍ଡଟା କେତେ ନା 200 ଟଙ୍କା। ମୁଁ କହିଲି ସେଇଟା ଓଜନ କେତେ ହେବ ନା 700-800 ଗ୍ରାମ ହେବ। ମୁଁ କହିଲି 200 ଟଙ୍କା 700-800 ଗ୍ରାମ ଯଦି ମଟନ୍ ମୁଣ୍ଡଟା ହେବ, ତୁ ସେଇ 800 ଗ୍ରାମ ମୋତେ ମାଉଁସ ଦେଇଦେଉନୁ 200 ଟଙ୍କାରେ। କହୁଛି ତମ ଧିକରେ ତମେ ଖାଇଛ ମଟନ୍, ତମେ କେବେ ଖାଇପାରିବ? କହିଲି କାହିଁ ଖାଇପାରିବନି? ଏଇଟା କ'ଣ? ଏଇଟା ମଟନ୍ ମୁଣ୍ଡ ଯେଉଁଟା ସେଇଟା ମଟନ୍ ନୁହେଁ କି, ସେଇଟା କ'ଣ ଚିକେନ୍? ସିଏ ମଟନ୍ ଇଏ ମଟନ୍। ଏଇ ମଟନ୍ ମୋତେ ଦେଇଦେ 200 ଟଙ୍କାରେ 800 ଗ୍ରାମ। କହୁଛି ନାଇଁ ନାଇଁ ତମେ ଖାଇପାରିବନି, ତମେ ଇଆଡ଼ୁ ସିଆଡ଼ୁ କଥାବାର୍ତ୍ତା କର ନା, ନହେଲେ ମୁଁ ଟେନସନ୍ ଅଛି। ମୁଁ କହିଲି ମୋ ଟେନସନ୍ ତୁ ଜାଣିନୁ। ମୋଠୁ ଆଇଲି ପୁଣି ଚିକେନ୍ ବାଲା ପାଖରେ ପହଞ୍ଚିଲି, ଚିକେନ୍ କହୁଛି 250 ଟଙ୍କା। 60-70 ଟଙ୍କାରେ ଚିକେନ୍ ଯାହାକୁ ଯେତେ, ମୋତେ କହୁଛି 250 ଟଙ୍କା। ସେଠୁ ବି ପଳେଇ ଆଇଲି। ତୁ ଆମର ଶୁଖୁଆ କରିଦେଲୁ, ଆମର ଶୁଖୁଆ ଖାଇଦେବା। ଏ ଛୋଟ ଶୁଖୁଆ ହଉ ବରଂ ଆଇଁଷ ଟିକେ ପାଟିରେ ବାଜିବା କଥା, ତାକୁ କିଏ ଏତେ ପଇସା ଦେବ? ପଇସା କେତେ କଷ୍ଟରେ